କିନ୍ତୁ ପ୍ରଫୁଲ୍ଲ ଘୋଡ଼େଇଙ୍କର ଲକ୍ଷ୍ୟ ଥିଲା ସୁକିନ୍ଦାର ବିକାଶ, ତାଙ୍କ ସୁପୁତ୍ରଙ୍କର ଲକ୍ଷ୍ୟ ଥିଲା ସୁକିନ୍ଦାର ବିକାଶ। ଆଜି ଟୁଟୁ ବଳଙ୍କର ଏକମାତ୍ର ଲକ୍ଷ୍ୟ ତାଙ୍କ ପୁଅର ବିକାଶ। ସୁକିନ୍ଦାର ମାଟି ଦିନକୁ ଦିନ ପ୍ରକୃତି ଚେଷ୍ଟା କରିବ। आज
ଆମ ଓଡ଼ିଆ କାହାର ମନ ରଖନ୍ତି ନାହିଁ, କାହାର ମନ ରଖନ୍ତି ନାହିଁ। ଆମେ ଜଗନ୍ନାଥ ପ୍ରେମୀ, ଆମକୁ ଟିକେ ଯିଏ ଦୁଇ ମୁଠା ଦାନା ଖାଇବାକୁ ଦେଇଥିବ, ସମୟ ସୁବିଧା ଆସିଲେ ଆମେ ତାକୁ 5 ମୁଠାର ଦାନା ଦଉ। ଦଉନାରେ ଆପଣଙ୍କ ଘରେ ଯିଏ ପଖାଳ ଭାତ ଦେଇଥିବ, ଆପଣ ତାକୁ ଖାଦ୍ୟରେ ମଟନ ମାରି ଦିଅନ୍ତି ନା ନାହିଁ? ଭାବନ୍ତୁ ନବୀନ ପଟ୍ଟନାୟକ ଆପଣଙ୍କୁ 24 ବର୍ଷ କାଳ ବିକାଶ ଦେଲେ, 24 ବର୍ଷ କାଳ ଆପଣଙ୍କ ହୃଦୟରେ ରାଜ କଲେ। ଆଜି ଆପଣଙ୍କର ବିକାଶ ନବୀନ ପଟ୍ଟନାୟକ କରିଛନ୍ତି। ଆପଣ ନବୀନ ପଟ୍ଟନାୟକ ମହୋଦୟକୁ ଋଣ ଫେରେଇବେ ତ? ଫେରେଇବେ ତ ମାନେ? ତାହେଲେ ଆପଣମାନଙ୍କର ଗୋଟିଏ ମାତ୍ର କାମ, ଏ କାମକୁ ଅନୁରୋଧ କରିବି ସବୁ ମା ମାନେ କାନି ପଣତ ଟେକିକି ଗଣ୍ଠି ମାରିବେ। ମୋର ତ କାନି ପଣତ ଟେକିକି ଗଣ୍ଠି ମାରିବେ, ମାନିବେ ତ? ସମସ୍ତେ କାନି ପଣତ ଟେକନ୍ତୁ। ବିଜେପି ସରକାର ଜାଣିବା ଦରକାର, କାନି ପଣତ ଟେକିକି ଗଣ୍ଠି ମାରନ୍ତୁ ମୋ ସହିତ। ମା ମାନେ କାନି ପଣତ ଟେକିକି କରନ୍ତୁ। ଯଦି ଆପଣ ଚାହୁଁଛନ୍ତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ, ମା ମାନେ ଆଜି କାନି ପଣତ ଟେକିକି ଗଣ୍ଠି ମାରିବେ। ଆଗାମୀ ସମୟରେ 2029ରେ ଯଦି ଡାନି ଘୋଡ଼େଇଙ୍କୁ ଆପଣ ଜିତେଇକି ବିଧାନସଭା ପଠେଇବେ, ତାହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ପାଠ ଆପଣମାନେ ତିଆରି କରିବେ ତ? ମୁଁ ଶୁଣିଛି ମା ମାନେ କାନିରେ ଗଣ୍ଠି ପକେଇ ଶପଥ ନେଲେ, ଯୋଉ ପର୍ଯ୍ୟନ୍ତ ଶପଥ ନ କଲେ ଗଣ୍ଠି ଖୋଲନ୍ତି ନାହିଁ। ସେଇଦିନ ଗଣ୍ଠି ଖୋଲିବେ ଯୋଉଦିନ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହିସାବରେ ଶପଥ ନେବେ। ହବ ତ ମାନେ? ସ୍ୱରଟା ଟିକେ ଜୋରେ ଶୁଣାଗଲେ ଆହୁରି ଭଲ ଲାଗିବ। ହବ ତ? ଲଢ଼େଇ ହବ ତ? ଡାନି ଘୋଡ଼େଇ ପୁଣି ବିଧାୟକ ହେବେ ତ? ସୁକିନ୍ଦାର ବିକାଶ ଆଗକୁ ଯିବ ତ? ନବୀନ ପଟ୍ଟନାୟକ ଡାକରା ଦେଇଛନ୍ତି, ଆପଣଙ୍କର ବିକାଶର ବଢ଼େଇ। ଡାନି ଘୋଡ଼େଇ ଅଣ୍ଟା ଭିଡ଼ିଛନ୍ତି, ଶପଥ ନେଇଛନ୍ତି। ମୁଁ କାଲି ଆସିବା ପୂର୍ବରୁ ରାତିରେ ଆପଣଙ୍କର ପ୍ରିୟ ନେତା ଡାନି ଘୋଡ଼େଇଙ୍କ କଲ୍ କଲି। ଲୋକଙ୍କ ଭିତରେ ଯୋଉ ଚର୍ଚ୍ଚା ଅଛି, ଯୋଉଟାକୁ ଆସିବା ପୂର୍ବରୁ ସୁକିନ୍ଦା ଭିତରେ ଲୋକଙ୍କ ସହ ଫୋନ୍ କରି କଥା ହେଲେ, ଲୋକ ଆପଣଙ୍କୁ ବହୁତ ଭଲ ପାଉଛନ୍ତି।